କୁନି କୁନି ପିଲାମାନେ ଜଲ୍ଦି ଆସ, ଆଜିର ଗପ ଆରମ୍ଭ ହବ। ତାହେଲେ ସମସ୍ତେ ଆସିଲେ ଆରମ୍ଭ କରିଦେବା। ହଉ ତାହେଲେ ଶୁଣ। ଥରେ କ'ଣ ହେଇଛି ନା, ଗୋଟେ ଗାଁରେ ଗୋଟେ ବଡ଼ ପୋଖରୀଟିଏ ଥିଲା। ସେ ପୋଖରୀଟିରେ ବହୁତ ପ୍ରକାର ମାଛ, ବେଙ୍ଗ, କଙ୍କଡ଼ା, କଇଁଚ ସବୁ ରହୁଥିଲେ। ହେଲେ ବହୁତ ବେଙ୍ଗମାନଙ୍କ ଭିତରେ ଗୋଟେ ବଡ଼ ବୁଢ଼ା ବେଙ୍ଗ ବି ଥିଲା। ସେ ବେଙ୍ଗଟିର 8-10ଟି ଛୁଆ ବି ଥିଲେ, ଛୋଟ ଛୋଟ ଛୁଆ। ବେଙ୍ଗ ତାର ଦିନବେଳା ଯିବ, କେଉଁଠୁ କ'ଣ କୀଟ ପତଙ୍ଗ ଯେଉଁଠୁ ଯାହା ଖାଇବ, ତା ସହିତ ଧରିକି କିଛିଟା ଆଣିବ ନିଜ ଛୁଆମାନଙ୍କ ପାଇଁ। ଛୁଆମାନଙ୍କୁ ଦେଇଦେବ ଖାଇବାକୁ ଦେଇକି ପୁଣି ଚାଲିବ। ହେଲେ ବେଙ୍ଗ ଯେତେବେଳେ ପଳେଇବ ଖାଦ୍ୟ ଅନ୍ୱେଷଣରେ, ତା ଛୁଆମାନେ କ'ଣ କରିବେ, ଟିକି ଟିକି ଛୁଆ ତ, ସେ ପୋଖରୀ କୂଳରେ ଡିଆଁ ଡିଁ କରି ଖେଳୁଥିବେ। ଖେଳାଖେଳି ଭିତରେ ଯଦି କେଉଁ ମଣିଷ କି ଗାଈଗୋରୁ କିଏ କ'ଣ ପଳେଇ ଆସିଲା, ସେ କ'ଣ କରିବେ, ଚୁଟିକିନି ଏଇ ଯେଉଁ ପଦ୍ମପତ୍ର କିମ୍ବା ଦଳ ଭିତରେ ଲୁଚି ପଡ଼ିବେ। ମା ଆସିଲା ପରେ ସବୁ କଥା କହିବେ। ମା କହିବ ସବୁବେଳେ ଦେଖିକି ବଡ଼ ଜନ୍ତୁଙ୍କ ପାଖକୁ ଯିବନି, ଏମିତି ବୁଝେଇଥାଏ। କିନ୍ତୁ ମାଆଟିର ଟିକେ ଗର୍ବ ଥାଏ। ସେ ବେଙ୍ଗମାନଙ୍କ ଭିତରେ ସେ ଟିକେ ବଡ଼ ତ, ତା ମନରେ ଟିକେ ଗର୍ବ ଥାଏ। ସେ ସବୁବେଳେ ଛୁଆମାନଙ୍କୁ କହୁଥାଏ ଯେ ଏଇଠି ଯେତେ ବେଙ୍ଗ ସମସ୍ତଙ୍କ ଭିତରେ ମୁଁ ସବୁଠୁ ବଡ଼, ମୋଠୁ ବଡ଼ କେହି ନାହାନ୍ତି, ଏମିତି ସବୁ କହେ। ହେଲେ ଦିନେ କ'ଣ ହେଇଛି ନା, ଯେ ମା ବେଙ୍ଗ ତାର ଯାଇଛି ଖାଦ୍ୟ ଆଣିବା ପାଇଁ ଚାରିଆଡ଼େ ବୁଲିବାକୁ। ଏହି ସମୟରେ ଗୋଟେ ହାତୀ ଆସିଲା ପାଣି ପିଇବା ପାଇଁ। ହାତୀ ଯେତେବେଳେ ସେ ପୋଖରୀ ଭିତରକୁ ଆସିଲା, ସବୁଗୁଡ଼ା ବେଙ୍ଗ, ଛୋଟ ବେଙ୍ଗ, ପିଲା ବେଙ୍ଗ ସବୁ ଖପ୍ ଖାପ୍ ଡେଇଁକି ଯିଏ ଯୁଆଡ଼େ ସବୁ ଲୁଚିକି ଦେଖୁଥାନ୍ତି। ସେମାନେ କ'ଣ ନା, ଆଗରୁ ସବୁ ଗାଈ, ବଳଦ, ଘୁଷୁରୀ ଏମିତିଆ ଜନ୍ତୁ ଦେଖିଥିଲେ, ହାତୀ କେବେ ଦେଖିନଥିଲେ। ଏତେ ବଡ଼ ହାତୀ ସେମାନଙ୍କ ଆଖି ପାଉନି, ଏପଟେ ଦେଖିଲେ ସେପଟ ଦେଖାଯାଉନି। ସିଏ ଦେଖିକି ପୁରା ଛାନିଆ ଫାନିଆ ହେଇ ଲୁଚି ଲାଚିକି ଅଛନ୍ତି। ହାତୀ ତାର ଆରାମସେ ପାଣି ପିଇଲା। ପିଇ ସାରିକି ବାଟେ ସେ ତାର ଜଙ୍ଗଲକୁ ପଳେଇଲା ସିନା, ଏ ଛୋଟ ବେଙ୍ଗ ଛୁଆମାନେ ଆଉ ଡରିକି ବାହାରକୁ ବାହାରୁ ନାହାନ୍ତି। ବହୁତ ସମୟ ପଳେଇଲା। ତାପରେ ତାଙ୍କ ମା ଆସିଲା। ମା ଯେତେବେଳେ ଆସିଲା, ଦେଖିଲା ତା ଛୁଆମାନେ କ'ଣ ଆଜି ଲୁଚି ଲାଚିକି ଅଛନ୍ତି। ମା ଡାକିଲା ସମସ୍ତଙ୍କୁ, ଖାଇବାକୁ ଦେଲା। ଦେଖିଲା ସବୁ ଥରୁଛନ୍ତି। ସେ କହିଲା, ଆରେ କ'ଣ ହେଲା ନା, ମା ତୁ ଜାଣିନୁ, ଆଜି ଗୋଟେ ବିଶାଳକାୟ ଜୀବ ଆସିଥିଲା, ଯିଏକି ଆମ ଘର ପାଖରେ ଠିଆ ହେଲା, ଚାରିଆଡ଼େ ଚାହିଁଲା। ସେମାନେ ଆଉ ଜାଣିପାରିଲେନି ଯେ ସେ ପାଣି ପିଉଥିଲା ବୋଲି। ସେମାନଙ୍କ ଛୋଟ ଛୋଟ ଆଖି, ସିଏ ବା କାହିଁ ଦେଖିବେ। କହିଲା, ଖାଲି ଚାହିଁଲା ଆମ ଘର ଆଡ଼େ, ଚାରିଆଡ଼େ ଚାହିଁଲା, ଚାହିଁକି କ'ଣ ପଳେଇଲା ତ, ପୁଣି ବୋଧେ ଆସିବ କି କ'ଣ, ଆମ ଘର ଦ୍ୱାର ସବୁ ଭାଙ୍ଗିଦେବ। ମା ବେଙ୍ଗ କହିଲା, ଏଡ଼େ ବଡ଼ କ'ଣ ମ, ମୋଠୁ କ'ଣ ସେ ଆହୁରି ବଡ଼? କହିଲେ ଛୁଆମାନେ କହିଲେ, ନା ତୋଠୁ ଆହୁରି ବହୁତ ବଡ଼। ମା ବେଙ୍ଗର ମନରେ ତ ଗର୍ବ ଥିଲା ଟିକେ। ମା ବେଙ୍ଗ କହିଲା, ହଁ ଦେଖିଲୁ, ନିଜର ନିଶ୍ୱାସ ଚିପିକି ପେଟ ଫୁଲେଇକି ଦେଖିକି କହିଲା, ଆଠୁ ଆହୁରି ବଡ଼? ସେ ପିଲାମାନେ କହିଲେ, ହଁ ଆହୁରି ବଡ଼। ମା ବେଙ୍ଗ ଆହୁରି ଜୋର ନିଶ୍ୱାସ ଭର୍ତ୍ତି କରି ପେଟ ଫୁଲେଇକି ଏଡ଼େ ବଡ଼ ଟୁମକେଇକି ପଚାରିଲା, ଆଠୁ ବଡ଼? ପିଲାମାନେ ପୁଣି ଚିତ୍କାର କଲେ, ହଁ ଆହୁରି ବଡ଼, ଆହୁରି ବଡ଼। ମା ବେଙ୍ଗ ଆଉ ସହିପାରିଲାନି। କହିଲା, ହଁ ମୋଠୁ କ'ଣ ବଡ଼ କହୁଛନ୍ତି ପିଲା ଗୁଡ଼ାକ? ସେ ଆହୁରି ଖୁବ୍ ଜୋରରେ ନିଶ୍ୱାସ ଚିପିକି ପେଟ ଫୁଲେଇବାରେ ଲାଗିଛି। ପିଲାମାନେ ଚିଲଉଛନ୍ତି, ଆହୁରି ବଡ଼, ଆହୁରି ବଡ଼। ହେଲେ ଏମିତି ଏତେ ନିଶ୍ୱାସ ଭର୍ତ୍ତି କରି ସେ ପେଟକୁ ଫୁଲେଇଲା, ଶେଷକୁ ତା ପେଟଟି ଫାଟିଗଲା, ଠୋକିନି ଫାଟିଗଲା। ସେ ବିଚାରା ମାରିକି ପାଣିରେ ଭାସିଲା। ବେଙ୍ଗ ଛୁଆମାନେ ତାଳି ମାରିକି ସବୁ ଡେଉଁଛନ୍ତି। ସିଏ ଆଉ ଜାଣିନାହାନ୍ତି ବେଙ୍ଗ ମରିଗଲାଣି ବୋଲି। କିଛି ସମୟ ପରେ ଯେତେବେଳେ ବେଙ୍ଗ ଖାଲି ଭାସିଲା, ଆଉ କିଛି ଡାକିଲେ ଶୁଣିଲାନି କଲାନି, ଛୁଆମାନେ ଚାହିଁକି ମନ ଦୁଃଖ କଲେ, କାନ୍ଦିଲେ। ତାଙ୍କ ପାଖ ପଡ଼ିଶା ବେଙ୍ଗମାନଙ୍କୁ ଡାକିକି ଦେଖେଇଲେ। ପାଖ ପଡ଼ିଶା ବେଙ୍ଗ ସବୁ ଦେଖୁଥିଲେ। ଦେଖିକି କହିଲେ, ଆରେ ତୋ ମା ତ ଏମିତି ଗର୍ବରେ ଖାଲି ପେଟକୁ ଫୁଲେଇଲା, ଆଉ ଯାହା ହେଲେ ବେଙ୍ଗଟା ବେଙ୍ଗ ନା, ଆଉ କ'ଣ ହାତୀ ହେଇଯିବ ପେଟ ଫୁଲଉଛି ଏଡ଼େ ଜୋରରେ? ତେଣୁ ଆଉ ତମେମାନେ ଯାଅ, ନିଜର ଖାଦ୍ୟ ଅନ୍ୱେଷଣ କର, ଆଉ ତମ ମା ଫେରିବନି। ବେଙ୍ଗ ଛୁଆମାନେ ବିଚାରା ମନ ଦୁଃଖରେ ଧୀର ରହିଲେ।
ତାହେଲେ ଆଜିର କ'ଣ ଶିଖିଲେ ପିଲାମାନେ ଆମେ? ଯେ ଗର୍ବ କରିବା ନାହିଁ। ଯିଏ ଗର୍ବ କରିବ ବେଙ୍ଗ ଭଳି ମରିବ। ତାହେଲେ ଆଜି ପାଇଁ ଏତିକି। ବାଏ।